ଆଜ୍ଞା ପରିଚୟ ଦେବେ। ଆଜ୍ଞା ମୁଁ ହେଲି ହାସ୍ୟ ଅଭିନେତା ପଦ ରାଉତ, ଯାତ୍ରା କଳାକାର। ଆଚ୍ଛା 2024-25 ମୁଁ ମୋର ଯାତ୍ରା ଜୀବନ ଆଜିକୁ 45 ବର୍ଷ ହେଇଗଲା। 45 ବର୍ଷ ଭିତରେ କୌଣସି ମାଲିକ ମୋର ପାଉଣା 5 ପଇସା କେହି ଖାଇନାହାନ୍ତି, ସବୁ ଦେଇଛନ୍ତି। କିନ୍ତୁ 24-25 ବର୍ଷରେ ମୁଁ ଯେତେବେଳେ 24-25 ମସିହାରେ ଦୁର୍ଗା ମନ୍ଦିର ଯାତ୍ରା ପଟେ ଚାକିରି କଲି, ସେ ମାଲିକ ମୋତେ ପଇସା ଦବ 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 ବୋଲି କହି ଶେଷ ପର୍ଯ୍ୟନ୍ତ ଆଉ ପଇସା ଦେଲେ ନାହିଁ। ମୁଁ ତାଙ୍କର ବର୍ଷ ଭରି ସବୁ ନାଟକ ତାଙ୍କର ଡ୍ୟୁ ପୂରଣ କରିଛି। ଦେବେ 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 ଦେଇ ଦେଇ ଆଉ ଦେଲେ ନାହିଁ। ଲାଷ୍ଟ ମୋତେ କହିଲେ ପଇସା ମୋତେ ନାହିଁ, ତୁମେ ଯାହା ଆଶ୍ରୟ ନେବ, ଯାହା ମୋର କିଏ କ'ଣ କରିବ। ତାପରେ ବାଧ୍ୟ ହୋଇକି ମୁଁ ପାଣିକୋଇଲି ଥାନାରେ ଆଶ୍ରୟ ନେଲି। ଆଜକୁ 2 ମାସ ହେଇଗଲା ପାଣିକୋଇଲି ଥାନାରେ ମୁଁ କେସ୍ ଏଫଆଇଆର ଦେଇଛି। ସେ ଏଫଆଇଆର ବି ଏଇ ମୋ ହାତରେ ବର୍ତ୍ତମାନ ସୁଦ୍ଧା ଅଛି। ଏ ଏଫଆଇଆର ଦେଇଛି। ଆଉ ଆଜିକି 2 ମାସ ହେଇଗଲା ପାଣିକୋଇଲି ପୋଲିସ ନା ମୋ ପାଖକୁ ଫୋନ କରୁଛନ୍ତି, ମୁଁ ଫୋନ କଲାବେଳକୁ ଫୋନ କାଟି ଦେଉଛନ୍ତି। ଆଚ୍ଛା ତାପରେ 2 ଥର ଆମକୁ ଡକେଇକି ନେଇକି ଥାନାରେ ବସେଇ ଘଣ୍ଟା ଘଣ୍ଟା ବସେଇ ଯେ ଆମେ ତାକୁ ଡାକୁଛୁ, ସେମାନେ ଆସୁଛନ୍ତି, ଏମିତି କହି 2 ଦିନ ଯାଇକି ମୁଁ ଫେଲ ହେଇକି ଆସିଲି। ସେ ମାଲିକ କୌଣସି ପ୍ରକାର ଥାନାକୁ ଆସିଲେନି। ତାପରେ ଥାନାମାନଙ୍କ ଉପରେ ମୋର ବହୁତ ବିଶ୍ୱାସ ଥିଲା। ମୁଁ କହିଲି ଯାହା ହଉ ଥାନା ମୋତେ କହିଲେ ଆମେ ଯାହା ହଉ ଏଟାକୁ ବୁଝିବୁ। ଆଜି 60 ଦିନ ହେଇଗଲା, 2 ମାସ ହେଇଗଲା, କୌଣସି କଥା କିଛି ବୁଝୁନାହାନ୍ତି। ତେଣୁ ମୁଁ ଆଉ କ'ଣ କରିପାରିବି? ତେଣୁ ମୁଁ ଗରିବ କଳାକାର, ମୋର ଯାତ୍ରା ହେଉଛି ମୋର ଜୀବିକା। ଆଉ ମୋ ଜୀବିକା ପଇସାରୁ ଜଣେ ମାଲିକ ଖାଇକି ବୁଡ଼େଇ ଦେଲେ, ମୁଁ ସେଥିପାଇଁ ମାଲିକ ମହାଶୟଙ୍କୁ ବି ଲେଖିକି ଦେଇଛି। ଆଉ ଆଇନର ବ୍ୟବସ୍ଥା ନେଲି, ପୋଲିସର ଆଶ୍ରୟ ନେଲି, ସବୁଗୁଡ଼ିକ ଫେଲ୍ ମାଇଲା। ତେଣୁ ଆପଣ ଦର୍ଶକ ବନ୍ଧୁଗଣ ଆପଣ ଜାଣିବେ ଯେ କଳାକାରମାନଙ୍କୁ କେମିତି ଆଜି ପୋଲିସ ପ୍ରଶାସନ କେମିତି ସାହାଯ୍ୟ କରୁଛି, କେମିତି ଆମ ଗୁହାରି ଶୁଣୁଛି। ନା ସରକାର ଶୁଣୁଛନ୍ତି ଆମ ଗୁହାରି, ନା ମାଲିକମାନେ ଆମ ଗୁହାରି ଶୁଣୁଛନ୍ତି। କ'ଣ କରିବୁ? ଠିକ ଅଛି। ରହିଲେ ଆଜ୍ଞା, ନମସ୍କାର।